ବୋଉ କହିଲୁ ପୂଜାର ବାହାଘରରେ ମୁଁ କଣ ଦେବି? ହଁ ସୁନା ତ ଯୋଉ ରେଟ୍ ହେଲାଣି ଆଙ୍କୁ କହିବି ମୁଦି ଗୋଟେ ନେଇ ଆସିବେ ମୁଁ ଦେଇଦେବି ଆଉ। ହଉ ବୋଉ ମୁଁ ରଖୁଛି ତୁ ରଖ। ହେଲେ ସୀମା ତୁ ସବୁ କଥା କଣ ତୋ ବୋଉକୁ ପଚାରୁଛୁ? ତୋ ବୋଉ କଣ ଏ ଘରର ମୁରବୀ? ତୋ ଇଚ୍ଛା ଯାହା ହବ ତୁ ତା ଦବୁ ଆଉ ବୋଉକୁ ପଚାରୁଛୁ? ନା ଆମ ବୋଉ ମୁଁ ମୋ ଇଚ୍ଛାରେ ଦେଇଥାନ୍ତି ଯେ ବୋଉକୁ ସେମିତି ଖାଲି ଟିକେ ପଚାରିଦେଲି ଆଉ। ହଉ ହଉ ଠିକ ଅଛି। ପୁଅ ତୋ ସ୍ତ୍ରୀକି କହିଦେ ସେ ତା ଶାଶୁ ଘର ଅଛି ତା ବାପ ଘର ନାହିଁ ଯେ ମନ ଇଚ୍ଛା କାମ କରିବ। କାଇଁ କଣ ଲାଗିବୁ? ସେ କଣ ସବୁ କଥା ତା ବୋଉକୁ ପଚାରୁଛି? ଏଠି କଥା ନାହିଁ ସେଠି କହୁଛି ସବୁ। ବୋଉ ସିଏ ତା ବୋଉକୁ କହୁଛି ଯଦି କହୁ। ବୋଉ ଦେଖେ ସିଏ ତ ଏଇ କିଛି ମାସ ହେଲାଣି ଏଠିକି ଆସିଛି। ସିଏ ତ ବୋଉ ଆମମାନଙ୍କୁ ଏତେ ନିଜର କରିନି, ସେଥିପାଇଁ ସିଏ ତାର ଭଲ ମନ୍ଦ କଥା ତା ବୋଉକୁ କହୁଛି। କହୁ, ଆମେ ଆଉ ବୋଉ ଏ କଥାକୁ ଧଇଲେ ହବ? ଘରେ ଅଶାନ୍ତି ହବ ନା ନାଇଁ? ବୋଉ ତୁ ଆଉ ମନ ଦୁଃଖ କରନା, ମୁଁ ତାକୁ କହିଦେବି। ସେ ତା ବୋଉ ସାଙ୍ଗରେ ଆଉ ବେଶୀ ଗପିବନି କି ତାଙ୍କ ଘରକୁ ଆଉ କଲ୍ ଫଲ୍ କରିବନି। ନା ନା ପୁଅ ଥାଉ, ସେ ଯଦି ତା ବୋଉ ସାଙ୍ଗରେ ଗପୁଛି ଗପୁ। ତୁ ଠିକ କଥା କହୁଛୁ। ସେ ଏବେ ଏବେ ଆଇଛି, ତା ବାପା ମାଆକୁ ତା ଦୁଃଖ କଥା ଜଣଉଛି। ଆମେ ଯଦି ତାପରେ ରାଗିବା ସେ ଆଉ କାହାର ହବ? ହଉ ବୋଉ ତୁ ଏ ବିଷୟରେ ତାକୁ କହିବୁନି, ନହେଲେ ସେ ମନ ଦୁଃଖ କରିବ ହେଲା। ବୋଉଟି ଶାଶୁଘରକୁ ଆସିଛି ବୋଲି କଣ ତା ବାପା ମା ନାହାନ୍ତି? ଛୋଟବେଳୁ ତାଙ୍କ ପାଖରେ ବଢ଼ିକି ଆସିଛି। କିଛି ଭଲ ମନ୍ଦ ହେଲେ ସେ ଯାହା ବି ହେଲେ କହିବ। ଠିକ୍ କହିଲି ନା ଭୁଲ କହିଲି? କମେଣ୍ଟରେ ଆପଣମାନଙ୍କର ମତାମତ ଜଣାନ୍ତୁ।